तो हेलो एवरीवन वेलकम बैक टू द चैनल जितेन किंग ऑफिशियल्स। तो आजिर भिडियोटा होचे बहुत फेमस प्लेस जोटा कि तमे माने भी इंस्टा फेसबुक आ यूट्यूब शॉर्ट रे भी देखिथिबो। ता ना होचे एकाम्र वन। ଆଉ ବର୍ତ୍ତମାନ ମୁଁ ଆସିକିରି ସେଇ ଜାଗାରେ ପହଞ୍ଚି ଯାଉଛି ଯେନ୍ ଜାଗାକେ ମୁଇଁ ଦେଖିକିରି ଯାଇଥିନି। ତ ଏଇ ଜାଗାଟା ଏଇ ପ୍ଲେସ୍ ଆଉ ଏ ବିଲ୍ଡିଂ ଟା ମୁଇଁ ୟୁଟ୍ୟୁବ ରେ ଆଉ ଇନଷ୍ଟା ରେ ଦେଖିକିରି ଏଟାକେ ଯିବାର ଲାଗି ଇଚ୍ଛା କରିଥିଲି ତ ଫାଇନାଲି ପହଞ୍ଚି ଗନି। ତ ଇଟା ହଉଛି ଏଣ୍ଟ୍ରାନ୍ସ ପଏଣ୍ଟ ଟା। ଏଣ୍ଟ୍ରାନ୍ସ ପଏଣ୍ଟ କି ଭିତର କି ଗଲା ପରେ ଦେଖିନି ଯେ ଫ୍ରଣ୍ଟ ରେ ଟିକେଟ ଲାଗି ଲାଇନ ଲମ୍ବେଇଛନ୍ ତ ମୁଇଁ ବି ରେଡି ହେଇଗଲି ଟିକେଟ ର ଲାଗି। ପ୍ରାଇସ୍ ବହୁତ କମ ଥିଲା 5 ଟଙ୍କା। ଟିକେଟ କରି ସାରିଲା ପରେ ମୁଇଁ କହିନି ଚାଲୋ। ଆଗକେ ଗଲା ପରେ ଦେଖିନି ଯେ ଗୋଟେ ଗୁଞ୍ଚା ମୂଷା ଥିଲା। ତୁମର ଭାଷାରେ କାଣା କହିସନ୍ ଯେ କମେଣ୍ଟ କରିକି ଜଣାବ। ଆମର ଲାଙ୍ଗୁଏଜ ରେ ତ ଗୁଞ୍ଚା ମୂଷା କହିସନ୍ ସମ୍ବଲପୁରୀରେ। ତ ଭିତରକେ ଏଣ୍ଟ୍ରି କଲା ପରେ ଦେଖିନି ଯେ ଇ ଜାଗା ଟିକେ ମତେ ୟୁନିକ୍ ଲାଗଲା କାଁ ଯେ ବୋଲେ ଚାରିଆଡେ ପାନ୍ ଅଛେ ଆଉ ପାନ୍ ଭିତରେ ଗୋଟେ ମନ୍ଦିର ଟେ ଅଛି। ମନ୍ଦିର के ଯିବା ଲାଗି କୌଣସି ସାଇଡ ରୁ ରାସ୍ତା ନାଇନ। ଇ ଜାଗା ନା ହଉଛି ବିନ୍ଦୁସାଗର। ଆଉ ଇ ଜାଗା ଜଷ୍ଟ ଲିଙ୍ଗରାଜ ମନ୍ଦିର ଠାନୁ 500 ମିଟର ଦୁରିଆ ଭଳିଆ ଅଛେ। ଯେନ୍ଟା କି ତମେ ଲିଙ୍ଗରାଜ ମନ୍ଦିର के ଆସିକରି ବି ଇ ଜାଗା के ଆସି ପାରବ। ଦେଖି ପାରୁଥିବେ ଏଇଟା ଗୋଟେ ବହୁତ ବଡ ବରଗଛ ଟେ ଅଛି। ବରଗଛ ତଲେ ଶିବ ଭଗବାନଙ୍କର ଷ୍ଟାଚୁ ଅଛି। ଆଉ ଇ ବିନ୍ଦୁସାଗର ନଦୀର ଚାରିଆଡେ ଛୋଟିଆ ଛୋଟିଆ ମନ୍ଦିର ମାନେ ବି ବହୁତ ସାରା ଅଛି। ଆଉ ଇଟା ହଉଛି ବହୁତ ଛୋଟିଆ ଶିବଲିଙ୍ଗ ଟେ ଦେଖି ପାରୁଥିବେ ଦେଖିବାର ଲାଗି ବହୁତ ସୁନ୍ଦର। ଏକାମ୍ର ବନ ତାର ମିନିଂ ହେଲା ୱାନ ମ୍ୟାଙ୍ଗୋ ଟ୍ରି ଫରେଷ୍ଟ। ଆଉ ଇ ଜାଗାଟା ଶିବ ଭଗବାନଙ୍କର ଫେଭରାଇଟ ପ୍ଲେସ ବୋଲି ବି କୁହାଯାଇସି। ଆଉ ଇ ଜାଗାଟା ଆଗରୁ ଏନ୍ତା ନେଇ ଥାଏ। ଇ ଜାଗାଟା ସବୁଆଡେ ଖୋଲା ଥିଲା। ପବ୍ଲିକ ସମସ୍ତେ ଯେନ୍ତା ଗାଁ ଲୋକ ମାନେ ୟୁଜ କରସନ୍ ସେନ୍ତା ୟୁଜ କରୁଥିଲେ। 2007 ମସିହା ପରଠୁ ଇଟାକେ ରାଜ୍ୟ ସରକାର ହ୍ୟାଣ୍ଡ ନମ୍ବର ନେଇକରି ଇ ଜାଗାକେ ମଡିଫାଏ କରାହେଇଛି। ଆଉ ଇ ଜାଗାରେ ପ୍ରାୟତଃ 200 ରୁ ଅଧିକ ପ୍ଲାଣ୍ଟ ମେଡିସିନ ପ୍ଲାଣ୍ଟ ଗୁଡାକ ଅଛି। ଯେନ୍ଟା କି ତାର ବିଷୟରେ ଲେଖା ହେଇଛି। ଇ ଜାଗାରେ ଆସିଲେ ତମେ ଜାଣିପାରିବ କେନ୍ ପ୍ଲାଣ୍ଟ ଟା କେନ୍ ରୋଗ ପାଇଁ ୟୁଜ ହଉଛି ତାର ଷ୍ଟିମ ୟୁଜ ହଉଛି କି ତାର ଲିଭ ୟୁଜ ହଉଛି ସବୁ ଜାଣିପାରିବ। ଦେଖି ପାରୁଥିବେ ଯେତେ ବି ପ୍ଲାନ୍ ଅଛି ଇ ସବୁ ପ୍ଲାନ୍ ମେଡିସିନ ପ୍ଲାନ୍ है। ଆଉ ସ୍ପେସିଫିକ ପ୍ଲାଣ୍ଟ ସ୍ପେସିଫିକ ପର୍ପୋଜ ଲାଗି ବି ୟୁଜ କରାହଉଛି। ଆଉ ଇ ସିନ୍ ଟା ମତେ ବହୁତ ଭଲ ଲାଗଲା ତ ମୁଁ ଯାଇକିରି ଫଟୋ ହେବା ଲାଗି ରେଡି ହେଇଗନି। ଆଉ ଇ ଜାଗାରେ ବହୁତ ଲୋକ ଆସନ୍ କି ଭିଡିଓ ସୁଟ କରବା ଲାଗି କାହିଁକି ଲାଗି ବୋଲେ ଜାଗା ଟା ବହୁତ ସୁନ୍ଦର ଆଉ ବହୁତ ସିନାରୀ ଗୁଡାକ ଅଛି। ସେଥିଲାଗି ଲୋକମାନେ ବହୁତ ପସନ୍ଦ କରସନ୍। ଏକାମ୍ର ବନ ବୁଲି ସାରିଲା ପରେ ଯାହାକେ ଯେନ୍ ପ୍ଲାନ୍ ଟା ପସନ୍ଦ ଆସବା ଏଠାନୁ ଆପଣ ଡାଇରେକ୍ଟ ବି କିଣି ପାରିବେ। ତ ଇଟା ଥିଲା ଏକାମ୍ର ବନର ଟୋଟାଲ ଷ୍ଟୋରି ଆଉ ଭିଡିଓଟା। ଏକାମ୍ର ବନ ବୁଲି ସାରିଲା ପରେ ମତେ ଇଚ୍ଛା ହେଲା ଟିକେ ଲିଙ୍ଗରାଜ ଯିବାର ଲାଗି। ଯେହେତୁ ଏତେ ପାଖକେ ଆଇଛେ ନେଇ ଗଲେ ଭଲ ନାଇଁ ଲାଗେ ବୋଲେ ପଲେଇଗଲି ଟିକେ ଲିଙ୍ଗରାଜ ମନ୍ଦିର ଆଡେ। ତ ମୁଇଁ ଯାଇଥିନି ମଣ୍ଡେ ଦିନ ଲିଙ୍ଗରାଜ ମନ୍ଦିର। ମଣ୍ଡେ ଦିନ ସବୁବେଳେ ଲିଙ୍ଗରାଜ ଭିଡ଼ ରହିସି। ଦେଖିପାରୁଥିବେ ବହୁତ ସାରା ଭିଡ ଥିଲା। ଦର୍ଶନ କଲା ପରେ ମୁଇଁ ପଳେଇ ଆସିଥିନି ରିଟର୍ନ ଘରକେ।
ତ ଏଇଟା ଥିଲା ଲିଙ୍ଗରାଜର ଭ୍ୟୁଟା। ଯଦି ଭିଡ଼ିଓଟା ଭଲ ଲାଗିଲା ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିଦବ। ଦେଖା ହେମା ନେକ୍ସଟ ଭିଡ଼ିଓରେ। ଟାଟା।